ଠାକୁରବାଟି ତାଳଦଣ୍ଡାରେ ରଥଯାତ୍ରା। ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ବ୍ରହ୍ମ ଜଗନ୍ନାଥ ମିଶନ କୁଜଙ୍ଗ ଥାନା ଅନ୍ତର୍ଗତ ଜଗନ୍ନାଥ ପୀଠ ଠାକୁରବାଟି ତାଳଦଣ୍ଡା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳେ ମହାପ୍ରଭୁଙ୍କ ପାରମ୍ପରିକ ନୀତିକାନ୍ତି ମୁତାବକ ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ ଓ ସକାଳ ଧୂପ ଖେଚୁଡ଼ି ଭୋଗ ଶେଷ ହେବା ପରେ 2টাରେ ପହଣ୍ଡି ହୋଇ ଚତୁର୍ଦ୍ଧା ବିଗ୍ରହ ରଥ ଉପରେ ବିରାଜମାନ କରିଥିଲେ। ରାଜା ଗୋପାଳ ମହାପ୍ରଭୁ ରଥରେ ଛେରା ପହଁରା କରିଥିଲେ। ଏହାପରେ ରଥଟଣା ପର୍ବ ଆରମ୍ଭ ହୋଇଥିଲା। 3ଟି ରଥ ସହିତ ଆଉ ଏକ ବଳିଆ ରଥ ଟଣା ଯାଇଥିଲା। ସନ୍ଧ୍ୟାରେ ତାଳଦଣ୍ଡା ବଜାର ସ୍ଥିତ ମାଉସୀ ମା ମନ୍ଦିରରେ ରଥ ପହଞ୍ଚିଥିଲା। ମୋ ନାଁ ହେଉଛି ଅମରେଶ ନାୟକ। ଭଲ ଲାଗୁଛି ଠାକୁର ପାଖକୁ ଆସିକି ଡ୍ୟାନ୍ସ କରିବାକୁ, ବହୁତ ପାୱାର ଫିଲ୍ ହେଉଛି। ମାନେ ଏତେ ବର୍ଷ ତ ମୁଁ ଆସିପାରିନି, ଏଇ ଗୋଟେ ବର୍ଷ ଆସିଛି ଠାକୁରଙ୍କ ପାଖରେ ପ୍ରୋଗ୍ରାମ କରିବା, ବହୁତ ଭଲ ଲାଗୁଛି। ମାନେ ଏମିତି ସୌଭାଗ୍ୟରେ ଥିଲେ ମିଳେ ଠାକୁରଙ୍କ ପାଖରେ ଡ୍ୟାନ୍ସ କରିବା ପାଇଁ। ବ୍ରହ୍ମ ଜଗନ୍ନାଥ ମିଶନ ଟ୍ରଷ୍ଟ ମୁଖ୍ୟ କ୍ୟାପ୍ଟେନ୍ ସଞ୍ଜୀବ କୁମାର ମୁଦୁଲିଙ୍କ ସହିତ ଟ୍ରଷ୍ଟର ସମସ୍ତ ସଭ୍ୟ ଓ ତାଳଦଣ୍ଡା ଗ୍ରାମବାସୀମାନେ ଉପସ୍ଥିତ ରହି ଉତ୍ସବ ପରିଚାଳନା କରିଥିଲେ। ପରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ମୋ ନାଁ ଗଗନ ବିହାରୀ ବେହେରା, ଘର ଜିଲ୍ଲାନାସୀ ପଞ୍ଚାୟତ ଜୟଶଙ୍କର ଗ୍ରାମ। ଆଉ ଦୀର୍ଘ 43 ବର୍ଷ ହେଲା ରଥ ହେଲାଣି। ଏଠି 3 ବର୍ଷ ହେଲା ଚାଲିଛି। 4 ରଥ ଆଜ୍ଞା, ବାଲି ରଥ, ବଳିଆଙ୍କର ରଥ, ଛୋଟ ରଥ ଆଗେ ଯାଉଛି। ତାପରେ 3 ରଥ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥଙ୍କ ରଥ ଏଠି ମହାସମାରୋହରେ ଚାଲିଛି ରଥଯାତ୍ରା। ଏଠୁ ପାଖାପାଖି 1.5 କିଲୋମିଟର ଭିତରେ। ଆଉ ସମସ୍ତ ଶ୍ରଦ୍ଧାଳୁ ଓ ଗ୍ରାମବାସୀମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ମୋ ସୁଶ୍ରୀ ସ୍ୱସ୍ତ୍ର ସମ୍ପାଦିକା ଡକ୍ଟର ବସୁମତୀ ଦାସ। ଏଇ ମନ୍ଦିର ସହିତ କିଭଳି ଭାବରେ ମୁଁ ଜଡ଼ିତ ହେଲି, ମୁଁ ନିଜ ପ୍ରଶ୍ନ କଲେ ବି ତାର ପ୍ରଶ୍ନର ଉତ୍ତର ପାଏ ନା। ବାସ୍ତବରେ ଏଇ ଯେଉଁ ବ୍ରହ୍ମ ଜଗନ୍ନାଥ ମିଶନ 3 ବର୍ଷ ହେଲାଣି ଗଠିତ ହେଲା, କିନ୍ତୁ ତା ପୂର୍ବରୁ ପ୍ରାୟ 40 ବର୍ଷ ହେଲାଣି ଏ ରଥଯାତ୍ରା ପ୍ରସ୍ତୁତ ହେଇଛି ଏବଂ ରଥଯାତ୍ରା ସୁରୁଖୁରୁରେ ଚାଲିଛି। ଚଳିତ ବର୍ଷ ନୂଆ ରଥ ଗଢ଼ା ଯାଇଛି ଏବଂ ଏଇ ରଥ ପାଇଁ ଏଇ ଅଞ୍ଚଳର ପ୍ରାୟ ହଜାର ଶ୍ରଦ୍ଧାଳୁ ଏଠାରେ ଉପସ୍ଥିତ ହୋଇଛନ୍ତି। ଆଜି ସକାଳୁ ମୁଁ ଦେଖୁଛି ସେମାନଙ୍କ ମନର ଭିତରେ ଯେଉଁ ଭକ୍ତିର ରସାପ୍ଲୁତ ଭାବନା, ତାକୁ ଦେଖିଲା ପରେ ସତରେ ଯେମିତି ଲାଗୁଛି ଏଠି ଜଗନ୍ନାଥମୟ ସବୁ ହେଇଯାଇଛି ଏବଂ ମାନେ ମହିଳାମାନଙ୍କର ଯେଉଁ ଭକ୍ତିପ୍ଲୁତ ଭାବନା ଭିତରେ ସେମାନେ ସୁଭଦ୍ରାଙ୍କର ରଥ ତଥା ବାଲଗୋପାଳଙ୍କ ନିକଟରେ ଯେଉଁ ପ୍ରକାରର ନାଚି ଆସିଛନ୍ତି, ସେଗୁଡ଼ିକ ଦେଖିଲା ପରେ ଲାଗୁଛି ପ୍ରକୃତରେ ଶ୍ରୀକ୍ଷେତ୍ରର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବରେ ଏହା ଲାଗୁଛି। ତେଣୁ ଏଠାରେ ଯେଉଁ ଭକ୍ତି ରସାତ୍ମକ ଭାବ ଜାଗ୍ରତ ହେଇଛି, ତାକୁ ଜାଗ୍ରତ କରାଇବା ପାଇଁ ଆମର ଏଇ ବ୍ରହ୍ମ ଜଗନ୍ନାଥ ମିଶନର ଯେ ଅଛନ୍ତି ଆମର ଅଧ୍ୟକ୍ଷ କ୍ୟାପ୍ଟେନ୍ ସଞ୍ଜୀବ କୁମାର ମୁଦୁଲି, ତାଙ୍କର ଯେଉଁ ଭକ୍ତି ଏବଂ ତାଙ୍କର ଯେଉଁ ଭାବନା ଏବଂ ତାଙ୍କର ଯେଉଁ ସାଂସ୍କୃତିକ ଚେତନା ମନ ଭିତରେ ଅଛି, ତାହା ନିଶ୍ଚିତ ଭାବରେ ଆଗାମୀ ଦିନରେ ଏଇ ଅଞ୍ଚଳକୁ ଗୋଟେ ସୁନାର ଅଞ୍ଚଳ କରି ତୋଳିବ, ଏଥିରେ ସନ୍ଦେହ ନାହିଁ। ମୁଁ ଶଶିକାନ୍ତ ଚୌଧୁରୀ, ଏଇ ତାଳଦଣ୍ଡା ଗ୍ରାମର ନିବାସୀ। ବହୁତ କଷ୍ଟ ସହି ଆଜି ଆମେ ଏଇ ରଥଯାତ୍ରାରେ ସାମିଲ ହେଇଛୁ। ଜନସମୁଦ୍ର ଏଠାରେ ଅଛନ୍ତି। ଆନନ୍ଦିତ ଲାଗେ ଯେ ଇଏ ହେଉଛି ଆମର ଗୁପ୍ତ ଶ୍ରୀକ୍ଷେତ୍ର, ଯେ କି ଠାକୁରବାଟି ଅନନ୍ତ କାଳରୁ ପ୍ରଭୁ ଏଠାରେ ଅଛନ୍ତି। ଆମେ ମଣିଷ ଚକ୍ଷୁରେ କ'ଣ ଦେଖିପାରିବାନି। ତେଣୁ କାହିଁ ନା କାହିଁ ଯେତେବେଳେ ନାଁ ଦିଆ ହେଇଥିଲା ଠାକୁରବାଟି ଜାଗାର, ତେଣୁ ପ୍ରଭୁ ଏଠାରେ ନିଶ୍ଚିତ ବହୁ ଆବାହନ କାଳରୁ ଅଛନ୍ତି। ତେଣୁ ସିଏ ଆସିଛନ୍ତି ଟିକେ ଲୀଳା କରିବା ପାଇଁ। ତେଣୁ ଆଜି ଏଇ ଯେଉଁ ଜନସମୁଦ୍ର ଏଠାରେ ଦେଖୁଛନ୍ତି, ସମସ୍ତେ ଏକାକାର ହେଇଯାଇଛନ୍ତି ସେଇ ଜଗନ୍ନାଥ ଧାରାରେ। ସେଇ ଜଗନ୍ନାଥଙ୍କୁ ଅତି ସ୍ନେହ ଶ୍ରଦ୍ଧାରେ ମା ମାନେ ଦେଖିପାରୁଥିବେ। ମା ମାନେ କିଭଳି ତାଙ୍କର ଜନସମୁଦ୍ର ସୁଭଦ୍ରା ମାଙ୍କର ରଥ ଟାଣିବା ପାଇଁ ବଳଭଦ୍ରଙ୍କର ନେଇକରି ଗଲେଣି। ତାପରେ ଜଗାକାଳିଆ ତ ଯିବ। ତେଣୁ ଏଠି ଯେଉଁ ଆପଣମାନେ ଆମର ପ୍ରଥମତଃ ମୋର ଯେଉଁ ସାମ୍ବାଦିକ ଭାଇମାନେ ଆସିଛନ୍ତି, କ୍ୟାମେରାମ୍ୟାନ୍ ଭାଇ ଯେଉଁ ଆସିଛନ୍ତି, ସେମାନଙ୍କୁ ଅଶେଷ ଧନ୍ୟବାଦ। ଏ ଜାଗାର ଆସନ୍ତା ବର୍ଷକୁ ଆମେ ଧାର୍ଯ୍ୟ ରଖିଛୁ, ମନ୍ଦିର ପ୍ରତିଷ୍ଠା ହେବ। ଏଇ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବ, ପ୍ରଭୁ ଏଠିକି ଆସିବେ। ତେଣୁ ଆପଣମାନଙ୍କୁ ବି ବିନୀତ ଅନୁରୋଧ, ସମସ୍ତେ ଆସିବେ। ଜନସାଧାରଣଙ୍କୁ ବି ବିନୀତ ଅନୁରୋଧ, ସମସ୍ତେ ଆସିବେ। ଆଉ କ'ଣ କହିବି, ଆନନ୍ଦରେ ମନ ଖୁସି ହେଇଯାଉଛି। ଏତେ ଜନସମୁଦ୍ର ଇଏ କିଛି କୋଉଠି ନୁହଁ। ବର୍ଷାଟା ହେଇକି ଟିକେ ଆମ ବାଧା ହେଇଛି, କିଛି ନାହିଁ ବି। ତା ସତ୍ତ୍ୱେ ବି ଏ ଭକ୍ତମାନେ ତାଙ୍କର ଯେଉଁ ଜଗା କାଳିଆ ପ୍ରତି
माँ सुभद्रा प्रति बड़ ठाकुर प्रति जो भाव जो आवेग ताको धरिकी वर्षा को मानि जाती से उदापटा हो चली कौन कह भाई मैंने सब भवंतु सुखिना सर्वे सन्तु जगतसिंहपुर राकेश सुतारଙ୍କ रिपोर्ट धनुष एक्सप्रेस।